ମାତୃଭୂମି ମାତୃଭାଷାର ମମତା ଯାହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିମା ଅଜ୍ଞାନୀ ରହିବେ କାହିଁ, ଅଜ୍ଞାନୀ ରହିବେ କାହିଁ। ହାଇ ଫ୍ରେଣ୍ଡସ୍, ନମସ୍କାର। ମାର୍ଚ୍ଚ 21 ତାରିଖ ଦିନ ଥିଲା ଅନ୍ତର୍ଜାତୀୟ ମାତୃଭାଷା ଦିବସ। ଯେହେତୁ ମାର୍ଚ୍ଚ 21 ତାରିଖ ଦିନ ମୋ ଦେହ ଟିକେ ଖରାପ ଥିଲା, ତ ମୁଁ ଭିଡ଼ିଓ ଆଉ ଅପଲୋଡ଼ କରିପାରିଲିନି, ସେଥିପାଇଁ ଲେଟ୍ରେ ଅପଲୋଡ଼ କରୁଛି। ସବୁ ବିଦ୍ୟାଳୟ ଭଳି ଆମ ବିଦ୍ୟାଳୟରେ ମଧ୍ୟ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ଏହି ଶ୍ରେଣୀ କକ୍ଷରେ ଆମର ଏବେ ଚାଲିଛି ସଙ୍ଗୀତ ପ୍ରତିଯୋଗିତା ଏବଂ ବକ୍ତୃତା ପ୍ରତିଯୋଗିତା। ପ୍ରତିଯୋଗିତା ସରିଲେ ଏହି ଶ୍ରେଣୀ କକ୍ଷରେ ଆମର ପୁରସ୍କାର ବିତରଣ ପାଇଁ ଆୟୋଜନ କରାଯାଇଛି। କିନ୍ତୁ ଏହା ପୂର୍ବରୁ ଆମର ଚିତ୍ରାଙ୍କନ ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା ଆଉ କୁଇଜ୍ ପ୍ରତିଯୋଗିତା ସରିଯାଇଛି। ସେଥିରେ ଅଂଶଗ୍ରହଣ କରିଥିବା ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ଏହି ଶ୍ରେଣୀ କକ୍ଷରେ ଆମର ପୁରସ୍କାର ବିତରଣର ଆୟୋଜନ କରାଯାଇଛି। ଏଇଠି ଆମର ସବୁ ପ୍ରତିଯୋଗିତା ସରିଯାଇଛି, ଏବେ ଆସିଗଲା ପୁରସ୍କାର ବିତରଣର ସମୟ। ଏଇଠି ସାର୍ ଆଣିକି ଟ୍ରଫି ଗୁଡ଼ିକୁ ଖୁବ୍ ସୁନ୍ଦର ଭାବରେ ଟେବୁଲ ଉପରେ ସଜାଇ ଦେଇଛନ୍ତି। ତ ପ୍ରଥମ ପ୍ରାଇଜ୍ ହିସାବରେ ପ୍ରତିଯୋଗୀମାନଙ୍କୁ ଗୋଟିଏ ଟ୍ରଫି, ଗୋଟେ ଖାତା, ପେନ୍ ଆଉ ଗୋଟେ ସାର୍ଟିଫିକେଟ୍ ଦିଆଯାଉଛି। ଆଉ ପିଲାମାନେ ଏଇ ଟ୍ରଫି ପାଇକି ମଧ୍ୟ ବହୁତ ଖୁସି। ସତ କହିଲେ ସାଙ୍ଗମାନେ, ଆପଣ ବି ଯେତେବେଳେ ସ୍କୁଲ ସମୟରେ କୌଣସି ପୁରସ୍କାର ପାଉଥିଲେ ଆପଣଙ୍କୁ ବି ଖୁସି ଲାଗୁଥିଲା। ତ ଛୁଆମାନଙ୍କର ଖୁସି ଗୋଟେ ଅଲଗା ପ୍ରକାରର। ସମସ୍ତେ ପୁରସ୍କାର ଗ୍ରହଣ କରିସାରିବା ପରେ ସମୟ ଆମର 12:30 ହେଇଯାଇଥିଲା ଆଉ ଆମେ ସମସ୍ତେ ସ୍କୁଲ ଛୁଟି କରିକି ନିଜ ନିଜ ଘର ଅଭିମୁଖେ ବାହାରିଲୁ।